ଚଳିତ ବର୍ଷ ବୁଧବାର ଦିନ ପଡ଼ିବାକୁ ଯାଉଛି ବିଶ୍ୱକର୍ମା ପୂଜା। ଚଳିତ ବର୍ଷ ବିଶ୍ୱକର୍ମା ପୂଜା ବହୁତ ଖାସ୍ ବିଶେଷ ବୋଲି ମନାଯାଉଛି। କାରଣ ଏହି ଦିନ କନ୍ୟା ସଂକ୍ରାନ୍ତି ପଡ଼ୁଅଛି ଏବଂ ଏକାଦଶୀ ମଧ୍ୟ ପଡ଼ୁଛି। ତେଣୁ ଏହି ବିଶ୍ୱକର୍ମା ପୂଜାଟି ବହୁତ ଖାସ୍ ଅଟେ। ଏଥର ସେପ୍ଟେମ୍ବର 17ରେ ପଡ଼ୁଛି ସଂକ୍ରାନ୍ତି, ଏକାଦଶୀ, ବିଶ୍ୱକର୍ମା ପୂଜା। ଏକା ସାଙ୍ଗରେ ତିନୋଟି ଦୁର୍ଲଭ ଯୋଗ ରହିଛି। ଏହା ସହିତ ଅମୃତ ଯୋଗ, ଆୟୁଷ୍ମାନ ଯୋଗ, ତା ସହିତ ମା ଲକ୍ଷ୍ମୀ ଯୋଗ, ସିଦ୍ଧି ଯୋଗ, 62 ପ୍ରକାର ଯୋଗ ପଡ଼ୁଛି, ଯାହା ବହୁତ ଶୁଭ ଅଟେ। ଅନେକ ରାଶିଚକ୍ରରେ ପରିବର୍ତ୍ତନ ଦେଖାଯିବ। ଅନେକ ରାଶିରେ ଉନ୍ନତି ପରିଲକ୍ଷିତ ହେବ। ଆପଣଙ୍କର କୌଣସି କାମ ହେଉନଥିଲେ ବା କାମଟି ଅଟକି ଯାଉଥିଲେ, ଏହି ବିଶ୍ୱକର୍ମା ପୂଜାରେ ଏହି କାର୍ଯ୍ୟଟି କରନ୍ତୁ। ଏହି ବିଶ୍ୱକର୍ମା ଦିନ ଆପଣ ଅରଖ ଗଛର ଚେରକୁ ଆଣି କୌଣସି ରୂପାରେ ପିନ୍ଧନ୍ତୁ। ଏହା ହାତ ବା ବେକରେ ପିନ୍ଧିଲେ ଆପଣଙ୍କର ଅଟକିଥିବା କାର୍ଯ୍ୟ ସଫଳ ହେବା ସହ ନବଗ୍ରହ ଆପଣଙ୍କ ସହ ରହିବେ। ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ତେଣୁ ସକାଳୁ ଗାଧୁଆ ସାରି ଏହି ଅରଖ ଚେରକୁ ଆଣି ଭଗବାନଙ୍କୁ ସ୍ମରଣ କରି ଏହାକୁ ରୂପାରେ ଚଢ଼େଇ ଧାରଣ କରନ୍ତୁ। 21 ଦିନ ଭିତରେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।